ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଆମେ ଘରେ ବସି ଇନକମ୍ କରିବା କିପରି? ଆମକୁ ଟାଇମ୍ ତ ମିଳୁନି, ତାହେଲେ ଆମେ କରିବା କ'ଣ? ପୁଣି ସ୍କିଲ୍ ତ ଆମକୁ ଆସୁନି, ଆମେ ଆରମ୍ଭ କରିବା କିପରି? ଆଜି ମୁଁ ଆପଣମାନଙ୍କୁ ସବୁ କମେଣ୍ଟ ଓ ପ୍ରଶ୍ନର ଉତ୍ତର ଦେବି। ନମସ୍କାର, ମୋ ନାଁ ଆଶା। ମୁଁ ଡିଜିଟାଲ୍ ମେଣ୍ଟର। ମୁଁ ଘରେ ବସି ଡିଜିଟାଲ୍ ସ୍କିଲ୍ ଶିଖି ଇନକମ୍ କରୁଛି ଏବଂ ଆପଣମାନଙ୍କୁ ମଧ୍ୟ ସେହି ପଥ ଦେଖାଉଛି। ମୁଁ ଯେଉଁ ପଥ ନିଜେ ଆଗକୁ ଆସିଛି ବା ଗ୍ରୋ କରିଛି। ଆଜି ଆମେ ଲାଇଭ୍ ସେସନରେ ଆମେ ଦେଖିବା ଯେଉଁ ପ୍ରଶ୍ନ ଆପଣ କମେଣ୍ଟରେ ପଚାରିବେ ସେଗୁଡ଼ିକ ଉତ୍ତର ଦେବି। ଦେଖନ୍ତୁ, ଫାର୍ଷ୍ଟ ରହିଲା କମନ୍ ବହୁତ କୋଶ୍ଚିନ୍ ଲୋକଙ୍କର ବି ଆସେ ଯେ ମୋ ପାଖରେ କୌଣସି ସ୍କିଲ୍ ନାହିଁ, ମୁଁ କ'ଣ କରିପାରିବି ଏବଂ ମୁଁ କିପରି ଆର୍ନିଂ କରିବି। ତ ଦେଖନ୍ତୁ, ପ୍ରଥମ କଥା ରହିଲା, ଦେଖ କାହା ପାଖରେ ବି କୌଣସି ଆରମ୍ଭରେ ସ୍କିଲ୍ ନଥାଏ, ସ୍କିଲ୍ ଶିଖିବାକୁ ହିଁ ପଡ଼େ। ତାହେଲେ ଯାଇକି ଆପଣ କିଛି ଆର୍ନିଂ କରିପାରିବେ ଏବଂ କିଛି ନିଜର ଆଇଡେଣ୍ଟିଟି କ୍ରିଏଟ୍ କରିପାରିବେ। ଆପଣ ସମସ୍ତେ ବେସିକ୍ରୁ ହିଁ ଆରମ୍ଭ କରନ୍ତୁ। ନା ମୋବାଇଲରେ କାନଭା ଶିଖନ୍ତୁ, ସିମ୍ପଲ୍ ଭିଡ଼ିଓ ଏଡ଼ିଟିଂ ଶିଖନ୍ତୁ, ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡଲିଂ ଶିଖନ୍ତୁ। ଏହି ତିନିଟା ସ୍କିଲ୍ ଶିଖନ୍ତୁ। ପ୍ରତ୍ୟେକ ଦିନ ଘଣ୍ଟାଏ ସମୟ ଦିଅନ୍ତୁ, ତାହେଲେ 30 ଦିନରେ ଆରାମସେ ଆପଣ ଚେଞ୍ଜ ହେଇପାରିବେ। ଦେଖନ୍ତୁ, ଆଉ ଗୋଟେ କୋଶ୍ଚିନ୍, ମୁଁ ଜଣେ ହାଉସ୍ ୱାଇଫ୍, ମୋ ପାଖରେ ଟାଇମ୍ ନାହିଁ, ଏହିପରି ବି ବହୁତ ଜଣ କୋଶ୍ଚିନ୍ ଆସେ। ମୁଁ ମଧ୍ୟ ସେଇଭଳି ହିଁ ଥିଲି। ମୁଁ ମଧ୍ୟ ମୋ ଘର କାମ କରୁଥିଲି କିମ୍ବା ଯେଉଁ ଆମ ପିଲାମାନଙ୍କୁ ସମ୍ଭାଳୁଥିଲି। କିନ୍ତୁ ଟ୍ରିକ୍ ହେଉଛି 30 ମିନିଟ୍ସ ମର୍ଣ୍ଣିଂ, 30 ମିନିଟ୍ସ ନାଇଟ୍, ଏହିପରି ଯଦି ଆମେ ସମୟଟାକୁ ଭାଗ କରିଦେଇଥିବା, ଆମେ କିଛିଟା ଟାଇମ୍ ବାହାର କରିପାରିବା ଏବଂ ସେହି ଟାଇମ୍ରେ କନସିଷ୍ଟେନ୍ସି ଆମେ ଯଦି ପ୍ରାକ୍ଟିସ୍ କରିବା, କିଛି ସକ୍ସେସ୍ ମଧ୍ୟ ଆମେ ପାଇପାରିବା। ନେକ୍ସଟ କୋଶ୍ଚିନ୍, ବହୁତ ଜଣଙ୍କର କୋଶ୍ଚିନ୍ ବି ଆସେ, ଇନକମ୍ କେବେ ଆସିବ? ଦେଖନ୍ତୁ, ଆପଣ ଜଏନ୍ କରିନାହାନ୍ତି, ସ୍କିଲ୍ ଶିଖିନାହାନ୍ତି, ତାପରେ ବି ଆପଣ ପଚାରିଲେ ଇନକମ୍ କେବେ ଆସିବ? ଏହା ଡିପେଣ୍ଡ କରେ ନିଜର କନସିଷ୍ଟେନ୍ସି ଉପରେ। ବୁଝିପାରିଲେ? ଦେଖନ୍ତୁ, ଫାର୍ଷ୍ଟ ମନ୍ଥ ସପୋଜ୍ ଆପଣ ଏନରୋଲ୍ କଲେ, ଫାର୍ଷ୍ଟ ମନ୍ଥରେ କ'ଣ ଆର୍ନିଂ ହୁଏ? ନା, ସେ ମନ୍ଥରେ କ'ଣ ଲର୍ଣ୍ଣିଂ ହେବ। ସେକେଣ୍ଡ ମନ୍ଥରେ ଆପଣ ପ୍ରାକ୍ଟିସ୍ କରିବେ, ଥାର୍ଡ଼ ମନ୍ଥରେ ଆପଣ ଆର୍ନିଂ ଷ୍ଟାର୍ଟ ହେବ। ତ ଆପଣଙ୍କୁ ପେସେନ୍ସ ରଖିବା ନିହାତି ଦରକାର। ମୋବାଇଲରେ ଏଇଟା କ'ଣ ପସିବଲ୍ କି? ହଁ, ଆପଣ ବି ଚାହିଁଲେ ମୋବାଇଲରେ ସବୁ ଜିନିଷ ପସିବଲ୍, 100% ପସିବଲ୍। କାହିଁକି କହିଲେ, ଆମେ ସମସ୍ତେ ମୋବାଇଲରେ ହିଁ କରୁଛୁ। ମୁଁ ମଧ୍ୟ ମୋବାଇଲ ଷ୍ଟାର୍ଟ କରିଥିଲି ଏବଂ ଏବେ ବି ଚାଲିଛି ମୋର ମୋବାଇଲରେ। ତ ସେମିତି କିଛି ମାନେ ନୁହେଁ କି ଆପଣଙ୍କୁ ଦରକାର ଲ୍ୟାପଟପ୍, କିଛି ନାହିଁ। ମୁଁ ଦେଖନ୍ତୁ, ବହୁତ ଟୁଲ୍ସ ଅଛି ଯେମିତି କାନଭା, କ୍ୟାପକଟ୍, ଇନଷ୍ଟାଗ୍ରାମ। ଲ୍ୟାପଟପ୍ କୌଣସି ଆବଶ୍ୟକ ନାହିଁ। କାହିଁକି କହିଲେ, ମୋବାଇଲ ଥ୍ରୁରେ ହିଁ ଆମେ ଯେକୌଣସି କଣ୍ଟେଣ୍ଟ କରିବା ବା ଶିଖିବା, ତାକୁ ଆମେ ଏଡ଼ିଟିଂ ବି କରିପାରିବା, ଗ୍ରାଫିକ୍ ବି କରିପାରିବା, ସବୁ ଜିନିଷ ଶିଖିପାରିବା ମୋବାଇଲ ଥ୍ରୁରୁ। ତ ଆପଣଙ୍କ ପାଖରେ ଦୁଇଟା ଅପସନ୍ ଅଛି। ସେମ୍ ଲାଇଫ୍କୁ ଆପଣ କଣ୍ଟିନ୍ୟୁ କରିବେ ନା କିଛି ନୂଆ ଶିଖି ନିଜ ପାଇଁ କିଛି କରିବା ପାଇଁ ଚେଷ୍ଟା କରିବେ। ଏଇଟା ଡିସିସନ୍ ହେଉଛି ଆପଣଙ୍କର। କାହିଁକି କହିଲେ, ନା ଆପଣ ନିଜେ ଚାହିଁଲେ ନିଜ ଲାଇଫ୍ ଚେଞ୍ଜ କରିପାରିବେ। ତ କେହି ଯଦି ଚାହିଁବେ ହେଲେ ବି ଆପଣ କରିପାରିବେ, ଯଦି ଆପଣ ଚାହିଁନାହାନ୍ତି। ଡର ଯଦି ଅଛି ତାକୁ ନର୍ମାଲ୍ କରିଦେବା, କିନ୍ତୁ ଆକ୍ସନ୍ ନେଲା ମାତ୍ରେ ହିଁ ରେଜଲ୍ଟ ସୁନିଶ୍ଚିତ ଆସିବ। ଯଦି ଆପଣମାନେ ବି ଚାହୁଁଛନ୍ତି ଘରେ ବସି ଏପରି ଆର୍ନିଂ କରିବା ପାଇଁ, ତାହେଲେ ଆପଣ ବି ଏଠି ଆସିକି ଶିଖିକି ଆର୍ନିଂ କରିପାରିବେ ଏବଂ କମେଣ୍ଟରେ ବି ଷ୍ଟାର୍ଟ ଲେଖିପାରିବେ। ମୁଁ ଆପଣଙ୍କୁ ପ୍ରପର୍ ଗାଇଡ଼ ମଧ୍ୟ କରିଦେବି। ଓକେ, ଆଉ ଗୋଟେ ଜିନିଷ ରହୁଛି, ଦେଖନ୍ତୁ, ଆମେ ଯେହେତୁ ହାଉସ୍ ୱାଇଫ୍, ଆମକୁ ସବୁକିଛି ସମୟ ବାହାର କରିବାକୁ ପଡ଼ିବ। ତ କାହା ପାଖରେ, କୌଣସି ହାଉସ୍ ୱାଇଫ୍ ପାଖରେ ବି ସମୟ ନଥାଏ। କିନ୍ତୁ ଯେଉଁ ସମୟରେ ଆମକୁ ରେଷ୍ଟ ମିଳେ, ଯେଉଁ ସମୟରେ ଆମେ ଟିକେ କାମ ସରିଲା ମୋବାଇଲଟାକୁ ସ୍କ୍ରୋଲ୍ କରିଦେଉ, ଯେଉଁ ସମୟରେ ଆମେ ଅନ୍ୟର ରିଲ୍ଟା ଦେଖୁ, ସେତିକି ତ ସମୟ ଆମକୁ ମିଳେ। ସେହି ସମୟରେ ସେତିକି ସମୟକୁ ୟୁଟିଲାଇଜ୍ କରିକି ଆମେ କାହିଁକି ସ୍କିଲ୍ ଶିଖିବାନି, ଯାହା ଫଳରେ ଆଜି ଆମେ କିଛି ନା ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେଇପାରିଛେ। ଦେଖନ୍ତୁ, ପୂର୍ବରୁ ମଧ୍ୟ ସ୍କିଲ୍ ଶିଖୁଥିଲେ, ତ ପ୍ରପର୍ ସ୍କିଲ୍ ଶିଖି ଯେଉଁମାନେ ଆର୍ନିଂ କରୁଥିଲେ ସେମାନେ ହିଁ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେଉଥିଲେ। ୟାମାନେ ଯେଉଁ ସ୍କିଲ୍ ତ ସମସ୍ତେ ଶିଖୁଛନ୍ତି, ବହୁତ ଲୋକ ଆସି ଶିଖୁଛନ୍ତି, ସମସ୍ତେ କ'ଣ ପ୍ରଫେସନାଲ୍ ହେଇଯାଆନ୍ତି? ନା,
ଯେଉଁମାନଙ୍କର ପ୍ରପରଲି ଯେଉଁମାନେ ଯାଇକି ଶିଖାଉଛନ୍ତି ପ୍ରପର ୱେରେ ଯେଉଁମାନେ ଯାଇଛନ୍ତି ସେମାନେ ହିଁ ଲାଇଫରେ ସକ୍ସେସ୍ ହେଉଛନ୍ତି। ବୁଝିପାରିଲେ? ତ ମୋ କହିବା ଅର୍ଥ ମାନେ ଆପଣମାନେ ବି ଡିଜିଟାଲ ସ୍କିଲ୍ ଶିଖନ୍ତୁ। ହାଉସ୍ ୱାଇଫ୍ ଯେଉଁ ରହିଛ ଯେଉଁ ମାନେ ଜାଗାଟା ତା କାମ ପୂରଣ କରିଦିଅନ୍ତୁ। ତାପରେ ଆପଣ ନିଜର ସ୍କିଲ୍ ଶିଖି ନିଜ ୱାର୍କ ଷ୍ଟାର୍ଟ କରନ୍ତୁ ଏବଂ ନିଜେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ଓକେ, ତ ଗାଇଜ୍ ଯଦି ମୋ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍ କମେଣ୍ଟ ନିଶ୍ଚୟ କରିବେ ଏବଂ ବହୁତ ମାତ୍ରାରେ ସେୟାର କରିବେ, ଯେଉଁଥିରେ ଘରେ ଥିବା ହାଉସ୍ ୱାଇଫ୍ ମାନେ କିଛି ସ୍କିଲ୍ ଶିଖିକି ନିଜ ମୋବାଇଲ୍ ଥ୍ରୁରୁ ଅର୍ଣ୍ଣିଂ କରିପାରିବେ। ଓକେ, ରହିଲି।